18/7/2024 ଶନିବାର ପାଇଁ ଆମେ ବହୁ ଶ୍ରେଣୀ ପାଠ୍ୟଟିକା ଚତୁର୍ଥ ପଞ୍ଚମ ଶ୍ରେଣୀ ପାଇଁ ଜାଣିବା ଲେଖିବା। ତେଣୁ ଆମ ଚ୍ୟାନେଲକୁ ଲାଇକ୍ କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ। ପ୍ରତିଦିନ ଏହିଭଳି ଅପଡେଟ୍ ଲେସନ୍ ପ୍ଲାନ୍ ବା ପାଠ୍ୟଟିକାଟି ଆପଣମାନେ ଜାଣିବା ପାଇଁ ଦେଖନ୍ତୁ। ଚତୁର୍ଥ ଶ୍ରେଣୀ ରହିଛି ଶନିବାର ଶାରୀରିକ ଶିକ୍ଷା ଅଛି। ଚତୁର୍ଥ ଶ୍ରେଣୀ ପ୍ରଥମ ପିରିୟଡ଼ 14 ହେଲାଣି। ଆପଣଙ୍କର କମ୍ପିଟେନ୍ସି ରହିଛି ଯୋଗାସନ। ସେହିଭଳି ଏଲୋ ରହିଛି ଆପଣଙ୍କର ପ୍ରତ୍ୟାଶିତ ଫଳାଫଳ, ଓଟ ଚାଲି, ପଞ୍ଝା ଚାଲି ଓ କଙ୍କଡ଼ା ଚାଲି। ସେହିଭଳି ଅତିଥି ରହିଛି ପାଦର ସକ୍ରିୟାତ୍ମକ କାର୍ଯ୍ୟ ପାଇଁ ଡେଇଁବା। ସେହିଭଳି ବୁଧ ରହିଛି ନଇଁ, ଓଟ ଭଳି ଚାଲିବା ଓ ପଞ୍ଝା ଚାଲିବା। ସେହିଭଳି ହାତକୁ ପଛ କରି ଚାଲିବା। ସବୁବେଳେ ସବୁଯୋଗ ଆସନରୁ 2-4 ଥର ଅଭ୍ୟାସ କରିବା ଅଭ୍ୟାସରେ। ସେହିଭଳି ପ୍ରୟୋଗରେ ରହିଛି ଓଟ ଚାଲିଲେ ଅଣ୍ଟା କିପରି ରଖିବ, ସେହିଭଳି କଙ୍କଡ଼ା ଚାଲିରେ କ'ଣ କରିବ। ପ୍ରସାରରେ ଏହିଭଳି ଆସନଗୁଡ଼ିକ ଚିତ୍ର ଡ୍ରଇଂ ସିଟ୍ରେ କରି ଆଣ। ଶିକ୍ଷଣ ସାମଗ୍ରୀ ରହିଛି। ଶିକ୍ଷଣ ସାମଗ୍ରୀରେ ଶାରୀରିକ ପାଠ୍ୟପୁସ୍ତକ, ଲାଇବ୍ରେରୀ, ଯୋଗ ବହି ଓ ଆସନ ଚିତ୍ର। ସେହିଭଳି ଦେଖନ୍ତୁ ପଞ୍ଚମ ଶ୍ରେଣୀ ଶାରୀରିକ ଶିକ୍ଷା ଆପଣଙ୍କର 14 ରହିଛି ପିରିୟଡ଼ ଅଷ୍ଟାଙ୍ଗ ଯୋଗ। ଏଲୋ ହେଉଛି ସ୍ୱାଧ୍ୟାୟ କରିବା। ଅତିଥି ଦେଖନ୍ତୁ ଆତ୍ମ ଅନୁସନ୍ଧାନ ପାଇଁ ଭଲ ଭାବରେ ଆପଣଙ୍କର ପୁସ୍ତକ ପଢ଼ିବା। ସେହିଭଳି ଲାଇବ୍ରେରୀରୁ ମହାପୁରୁଷମାନଙ୍କର ଜୀବନୀ ପଠନ କରିବା। ଅଭ୍ୟାସରେ ବିଭିନ୍ନ ପ୍ରକାର ନୀତି ବହି ପଢ଼ିବା। ସେହିଭଳି ପ୍ରୟୋଗରେ ରହିଛି ପଢ଼ିବା ଦ୍ୱାରା କ'ଣ ହୋଇଥାଏ, ପ୍ରଶ୍ନ ପଚାରିବା। ସେହିଭଳି ପ୍ରୟୋଗ ରହିଛି ସତ୍ୟ କ'ଣ ବୋଲି ପ୍ରଶ୍ନ ପଚାରିବା। ପ୍ରସାର ହେଉଛି ଲାଇବ୍ରେରୀ ବହିରୁ 2ଟି ଭଲ ବହି, ନୀତି ବହି ଆଣ, ଏଗୁଡ଼ିକ ପଢ଼ି ଆଣ। ସେହିଭଳି ପାଠ୍ୟପୁସ୍ତକ, ଲାଇବ୍ରେରୀ, ନୈତିକ ଶିକ୍ଷା ଓ ପଠନ ପୁସ୍ତକ। ସେହିଭଳି ଚତୁର୍ଥ ଭାଷା ଦେଖନ୍ତୁ 7/10 ଆପଣ ଚିତ୍ର ଦେଖି ଚିହ୍ନିବା, ଚିତ୍ର ଓ ଉତ୍ତର ଦେବା। ବିଭିନ୍ନ ଚିତ୍ର ଓ ଶିକ୍ଷକ ଦେଖାଇବେ, ନାମ ପଚାରିବେ, ଚିତ୍ରଗୁଡ଼ିକ ସମ୍ବନ୍ଧୀୟ ତଥ୍ୟ ଆଲୋଚନା କରିବେ, ଅଭ୍ୟାସରେ ଉତ୍ତର ଲେଖିବେ। ସେହିଭଳି ପ୍ରୟୋଗରେ ରାଜଗୁରୁଙ୍କ କାହିଁକି ବିଚାର ହେଲା ନାହିଁ, ସେହିଭଳି ମୁକୁନ୍ଦ ଦେବ କିଏ ହେଉଛି ପ୍ରୟୋଗରେ ପ୍ରଶ୍ନ ପଚାରିବେ। ପ୍ରସାରରେ ବାଜି ରାଉତ ବୀରତ୍ୱର ଯେଉଁ ଚିତ୍ରଟି ଦେଇଛି ତାକୁ ରଙ୍ଗ କରି ଆଣ ବୋଲି କହିବା। ସେହିଭଳି ସାମଗ୍ରୀ ରହିଛି ପାଠ୍ୟପୁସ୍ତକ, ଚିତ୍ର ଫର୍ଦ୍ଦ। 8/10 ବୁଝିବା ଓ ଅନୁମାନ କଳ୍ପନା କରିବା ହେଉଛି ଧାରଣା। ସେହିଭଳି ପ୍ରତ୍ୟାଶିତ ଫଳାଫଳ ପଶୁପକ୍ଷୀମାନଙ୍କର ଭାବନା କିପରି ବୁଝନ୍ତି। ସାଧୁ ଓ ଗଧଙ୍କ ନାମ ଲାଲା ମୋତି। ଲାଲା ମୋତି କିପରି ମେକରଣଙ୍କୁ କଥା ବୁଝୁଥିଲେ ସେହିଭଳି ଅତିଥିରେ ଅଛି। ସେହିଭଳି ବୁଧରେ ମୋତିଲାଲ ଅନ୍ୟକୁ ସାହାଯ୍ୟ କିପରି କରୁଥିଲେ ମନେ ପକାଅ। ସେହିଭଳି ଅଭ୍ୟାସରେ ମେକରଣ ମୋତି ଲାଲାକୁ ଖାଦ୍ୟ ଦେବା ପରେ କ'ଣ ଅନୁଭବ କରୁଥିବେ। ସେହିଭଳି ପ୍ରୟୋଗରେ ରହିଛି ଗଧର ନାମ କ'ଣ ଥିଲା। ଦ୍ୱିତୀୟରେ ରହିଛି ରାଜା ମରୁଭୂମିରେ କ'ଣ କଲେ। ସେହିଭଳି ପ୍ରସାର ରହିଛି ମରୁଭୂମିରେ ମୋତିଲାଲଙ୍କର ଚିତ୍ରାଙ୍କନ କରି ଆଣ। ସେହିଭଳି ରହିଛି ସାମଗ୍ରୀରେ ପାଠ୍ୟପୁସ୍ତକ, ପଢ଼ିବା ଗଢ଼ିବା ବହି ଏବଂ ଚିତ୍ର କରିବା ଫର୍ଦ୍ଦ। ସେହିଭଳି ଚତୁର୍ଥ ଗଣିତ ଦେଖନ୍ତୁ ରହିଛି କ'ଣ ନା 3/10 ଆପଣଙ୍କ ପିରିୟଡ଼ରେ 1000 ସଂଖ୍ୟାର ପରିଚୟ, କମ୍ପିଟେନ୍ସ 3.2 ଏବଂ ଏଲୋ ରହିଛି 401 ଗାଣିତିକ ପ୍ରକ୍ରିୟା, ସ୍ଥାନୀୟ ମାନ ଅନୁସାରେ ସଂଖ୍ୟା ଲିଖନ। ଅତିଥିରେ ଦେଖନ୍ତୁ ଆଖପାଖର ଜିନିଷଗୁଡ଼ିକ ଚିହ୍ନଟ କରିବା ଯେଉଁଥିରେ 1000 ସଂଖ୍ୟା ଆଉ ତା'ଠାରୁ ଅଧିକ ପ୍ରକାରର ତଥ୍ୟ ମିଳୁଥିବ। ଯେମିତି କପିଳାସ ମନ୍ଦିର 1352 ପାହାଚ ଅଛି, ସେହିଭଳି 4000 ଗଣ୍ଡା ଭାରତରେ ଥିଲେ, ସେହିଭଳି 6 ଲକ୍ଷ ଗ୍ରାମ ହେଉଛି ଭାରତରେ। ସେହିଭଳି ତଥ୍ୟଗୁଡ଼ିକ 1000 ପୁଡ଼ି ଆପଣ ଜିକେକିର 1000 ବ୍ଲକଗୁଡ଼ିକ ଆଣିକି ଦେଖାଇବେ। 100, 10 1000 ହୁଏ ବୋଲି ଆମେ କହିବା। ସେହିଭଳି ରହିଛି ପ୍ରୟୋଗରେ ଜିକେକିରେ 1, 10 ଦେଖାଅ। ସେହିଭଳି 2ରେ ରହିଛି 850ରୁ ଆଉ କେତେ ହେଲେ ଆପଣଙ୍କର 1000 ହେବ। ସେହିଭଳି ରହିଛି ପ୍ରୟୋଗରେ 1000 ସଂଖ୍ୟାରୁ 100 କମ୍ ହେଲେ କେତେ ହେବ। ସେହିଭଳି ସାମଗ୍ରୀ ରହିଛି ପାଠ୍ୟପୁସ୍ତକ, ଜିକେ କିଟ୍ ଓ ସ୍କୋୟାର ବ୍ଲକ। ଘୂର୍ଣ୍ଣନରୁ କୋଣ। ସେହିଭଳି ପଞ୍ଚମର ଗଣିତ ଦେଖନ୍ତୁ 5/10 ଘୂର୍ଣ୍ଣନରୁ କୋଣ ଆପଣଙ୍କର କମ୍ପିଟେନ୍ସି 6.4 ଏବଂ ଏଲୋ ରହିଛି 5.9 କୋଣର ଧାରଣା। ଅତିଥିରେ ଘୂର୍ଣ୍ଣନରୁ ନେଇ ଗଠିତ କୋଣ ଅଙ୍କନ କରିବା। ସେହିଭଳି ଘଣ୍ଟାରେ 15 ମିନିଟ ଡ୍ୟାସ୍ କୋଣ ହେବ। ସେହିଭଳି 1ରୁ 12ଟାରେ କେତେଟା କୋଣ ହେବ। ସେହିଭଳି ଅଭ୍ୟାସ ରହିଛି ଘଣ୍ଟାର ପ୍ରତି ମିନିଟ ଅନୁସାରେ କୋଣଗୁଡ଼ିକ ଘୂର୍ଣ୍ଣନ ଏବଂ ତା'ର ନାଁ ଲେଖ। ସେହିଭଳି ପ୍ରୟୋଗ ରହିଛି ମିନିଟ କଣ୍ଟା 1/2 ଗତି କଲେ କି କୋଣ ହୁଏ। ସେହିଭଳି ପ୍ରସାର ରହିଛି କଣ୍ଟା ଘଣ୍ଟାର ଘୁରାଇ ଚିତ୍ର କରି କୋଣ ଦେଖାଅ। ସେହିଭଳି ସାମଗ୍ରୀ ରହିଛି ଘଣ୍ଟା ଚିତ୍ର, ପାଠ୍ୟପୁସ୍ତକ, କୋଣର ଫର୍ଦ୍ଦ।
ଚତୁର୍ଥ କଳା ଶିକ୍ଷା ଦେଖନ୍ତୁ 3/10 ଯେଉଁଥିରେ କ୍ରିୟାକଳାପ 2.4 ରହିଛି। ଆପଣ ପ୍ରତ୍ୟାଶିତ ଫଳାଫଳ ରହିଛି ପତ୍ରର ମୁଦ୍ରଣ। ସେହିଭଳି ରହିଛି ଅତିଥିରେ ବିଭିନ୍ନ ପତ୍ର ସଂଗ୍ରହ କର, ଚିତ୍ର ଗଠନ କର। ବୋଧରେ ରହିଛି ରଙ୍ଗ ପେଷ୍ଟରେ କରି ଚିତ୍ର ଲଗାଅ। ସେହିଭଳି ଅଭ୍ୟାସରେ ରହିଛି ବିଭିନ୍ନ ପତ୍ରକୁ ରଙ୍ଗ କରି ପୁନରାବୃତ୍ତି ଆଉଥରେ କର। ସେହିଭଳି ପ୍ରୟୋଗ ରହିଛି କୋଲାଜ ପାଇଁ କ'ଣ କ'ଣ ଆବଶ୍ୟକ ଲେଖ। ସେହିଭଳି ପ୍ରସାର ରହିଛି ତୁମ ଚିତ୍ରରେ ସାଙ୍ଗମାନଙ୍କୁ ଡାକି ଦେଖାଅ। ସାମଗ୍ରୀ ରହିଛି ଚିତ୍ରପତ୍ର ଓ ପତ୍ରରେ ଥିବା ମଡେଲ ଗୁଡ଼ିକ। ସେହିଭଳି ରଙ୍ଗ ପେଷ୍ଟ ଗୁଡ଼ିକ କିଭଳି କରିବ ତାର ରଙ୍ଗ ପେଷ୍ଟ ଦରକାର। ସେହିଭଳି ରହିଛି ସାମଗ୍ରୀ ପାଠ୍ୟପୁସ୍ତକ। ସେହିଭଳି ପଞ୍ଚମର କଳା ଶିକ୍ଷା ଦେଖନ୍ତୁ 12 ପିରିୟଡ଼ ଆମର କମ୍ପିଟେନ୍ସି ଇମୋଜି ଅଙ୍କନ କରିବା, ମୁଖର ଭାବପ୍ରବଣ ଚିତ୍ର କରି କଳାକୃତି କରିବା ହେଉଛି ପ୍ରତ୍ୟାଶିତ ଫଳାଫଳ। ଅତିଥି ହେଉଛି ମଣିଷର ମୁଖ ଚିତ୍ର କରିବା। ସେହିଭଳି ବୋଧରେ ରହିଛି ବିଭିନ୍ନ ଚିତ୍ର କରି ଇମୋଜି ଗୁଡ଼ିକ ଦେଖାଇବା। ସେହିଭଳି ରହିଛି ଅଭ୍ୟାସରେ ଚିତ୍ର ଦେଖି ଭାବ ଗୁଡ଼ିକ କହିବେ। ସେହିଭଳି ପ୍ରୟୋଗ ରହିଛି ରାଗିବାର ଇମୋଜି ଗୁଡ଼ିକ କ'ଣ ପିଲାମାନେ କୁହ। ସେହିଭଳି ଖାତାରେ ଇମୋଜି ସବୁ ଅଙ୍କନ କରି ଘରେ ଆଣ। ସାମଗ୍ରୀ ରହିଛି ପାଠ୍ୟପୁସ୍ତକ ଓ ଇମୋଜି ଚିତ୍ର। ଏହିଭଳି ଆମର ପ୍ରତ୍ୟେକ ଦିନ ପାଠ୍ୟଟିକା ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।